भाई बहुत भल वीडियो बनाऊँ बहुत बढ़िया स्टार्ट कर तो भाई वीडियो को जो मैंने देखुं प्लीज चैनल को सब्सक्राइब कर दिखाँ वीडियो भल लगे यदि लाइक कमेंट शेयर कर जमर भूलें हाँ कमेंट लिखि दिखाँ जय जगन्नाथ जय जगन्नाथ। सकाल सकाल बाहर पड़े मु पुरी जावाई ये देखिपे ये हूँ कटक थुरिया से हनुमान मंदिर छकरे मु ठिया मु रापिड बुकिंग करी रापिड भाई आसुँच मत नहीं जी बादामबाड़ी से मुझे पुरी जीवा। हेलो भाई नमस्कार मो वीडियो आपन को स्वागत करछि आ गोटे नुआ ब्लॉग को मु आज जाउछि पुरी आज जेहेतु देवस्नान पूर्णिमा जगह दर्शन करिया को आज पुरी जाउछि वर्तमान मु कटक रु बाहरी सारी चलतु पुरी जीवा पुरी रे जाइकी पूरा वीडियो आपन को देखेबी। बर्तमान मुझे पहुँची जाइए तालबणिया बस स्टैंड रे इठू मंदिर आउ 1.5 किलोमीटर हम आज तो बस गलानी स्टैंड को सब आड़े बंद अच्छी पुलिस माने बस को छाड़ुना आठू देखिया ऑटो करी पलैया चलतु जीवा से टाइम आसी 8:30 पाखापाखि है। बर्तमान मु पूरी बड़दाण्ड पाखक जाऊँगी रैपिड बुकिंग कर देथिली। आसी पहुँची जाइए पुरी बड़दाण्ड रे देखिपे लोक मैंने समस्ते ये चल चल जाऊँ मंदिर पाखक मंदिर तो अल्प बाट बहुत खुशी लगुच जहा हो जगार डोरी लगिला स्नान पूर्णिमा रे आसी पहुँची पार्ली पुरी रे बर्तमान मुझे चल चल जाऊँ मंदिर पाखक मत देखा स्नान मंडप रे प्रभु बसचंती जो मैंने भी वीडियो देखुंट 3 रथ देखिपे 3 रथ दर्शन करनी यही वीडियो माध्यम रे भाई मैंने एते भीड़ भितर भी थरे जगह को डाकीदेली आसी पूरा जगह पाखे ये देखिपे स्नान मंडप मुझे बैक कैमेरा कर देखा स्नान मंडप पाखे प्रभु को सामने कीर्तन चलती लोक मैंने केते खुशी प्रभु को सीधा सड़क पाखु देखुं कह चकाखे तते पचारो छे बड़ दाण्डे ठिया होई कालिया रे बड़ दाण्डे ठिया होई फूल कालिया करे मान राधा तेल से ना भागे दे तालो राधा तेल
রাধা তেল সে না ভাঙে দে অকালো রাধা তেল সে গজমতে খেয়া পান লজায় পল খায়া করেছে মান কারিয়া করেছে মান লজায় পল ଏତେ ଉତ୍ସାହ ଦେଖିପାରୁଥିବେ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଚାଲିଛି ଏପଟରେ ଭକ୍ତମାନେ ଭଜନ ସଂକୀର୍ତ୍ତନ କରୁଛନ୍ତି। ଭାଇ କୋଉଠି ଅଛନ୍ତି? ମୁଁ ଆସେ କଟକ 14ରୁ। ଆଉ କେତେ ଖୁସି ଭଗବାନଙ୍କୁ ପାଖରୁ ଦେଖୁଛନ୍ତି। ଜୟ ଜଗନ୍ନାଥ କହି ଆରମ୍ଭ କରିବି। ବହୁତ ଖୁସି ଲାଗେ ଠାକୁରଙ୍କ ପାଖରେ ଦେଖୁଛି ସ୍ନାନ ପୂର୍ଣ୍ଣିମାରେ ଠାକୁର ଆଜି ସ୍ନାନ ଅଭିଷେକ ପାଇଁ ବେଦୀରେ ବସୁଛନ୍ତି। ଆଉ କିଛି ସମୟ ପରେ ସ୍ନାନ ଆରମ୍ଭ ହେଇଯିବ। ବହୁତ ଖୁସି ଲାଗୁଛି ପାଖରୁ ଦେଖିକି ମନ ପୁରା ଆନନ୍ଦିତ ହେଇଯାଉଛି। ମାନେ ତାର ଭାଷାରେ କିଛି କହିହେବନି। ନିଶ୍ଚିତ ନିଶ୍ଚିତ ଭଲ ଭଲ ଦର୍ଶନ ହେଉଛି। ମୁଁ ସମସ୍ତଙ୍କୁ କହୁଛି ସମସ୍ତେ କୁହନ୍ତୁ ଭକ୍ତିରେ ଜୟ ଜଗନ୍ନାଥ। ଛନ୍ଦା ଚରଣ ଛନ୍ଦା ଚରଣ ଛନ୍ଦା ଚରଣେ ଗଲି ଶରଣ ଛନ୍ଦା ଚରଣ ଛନ୍ଦା ଚରଣ ଛନ୍ଦା ଚରଣେ ଗଲି ଶରଣ। মন্ত্রে কর শঙ্খ চক্রে চিহ্ন শঙ্খ চক্রে চিহ্ন একা তো ভগত জীবন একা তো জীবন ପୁରା ଛାଇ ଯାଇଛନ୍ତି। ଭାଇ କ'ଣ କହିବେ? ଜୟ ଜଗନ୍ନାଥ। ସ୍ନାନ ଯାତ୍ରା ପୁରା ପାଖରୁ ଦର୍ଶନ କରୁଛନ୍ତି, କ'ଣ କହିବେ? ବହୁତ ଭଲ ଲାଗୁଛି ଫାଷ୍ଟ କଥା। ଆଉ ଜଗାଙ୍କର ତ ସବୁ ପୂଜା ପର୍ବରେ ମୁଁ ଥାଏ ତାଙ୍କ ପାଖରେ ହେଲା। ଆଉ ଏଇଟା ବି ବହୁତ ଖୁସି ଲାଗୁଛି। ବାକି ବହୁତ ବହୁତ ଆଶୀର୍ବାଦ ଅଛି ଭଗବାନଙ୍କର ମୋ ଉପରେ। ସେଥିପାଇଁ ମୁଁ ସବୁ ତାଙ୍କର ସବୁ ଶୁଭ କାମରେ ସବୁ ପୂଜା ପର୍ବରେ ଆସିକି ଭଗବାନଙ୍କୁ ଦେଖିପାରୁଛି। ତାଠୁ ବଡ଼ ଭାଗ୍ୟ କିଛି ନୁହେଁ। ବାସ୍ ସେମିତି ଚାଲିଛି। ବର୍ତ୍ତମାନ ଦେଖନ୍ତୁ ସବୁ ଭକ୍ତମାନେ ମନ୍ଦିର ପାଖକୁ ଆସିଗଲେଣି। ଏଠି ଭିଡ଼ ସଂଖ୍ୟା ଦେଖନ୍ତୁ ବହୁତ ଜୋରରେ ଭିଡ଼ ହେଇଯାଇଛି ମନ୍ଦିର ସାମ୍ନାରେ। ବର୍ତ୍ତମାନ ପ୍ରଭୁଙ୍କର ସ୍ନାନ ଯାତ୍ରା ଆରମ୍ଭ ହେବ। ଦେଖିପାରୁଥିବେ ଲୋକଙ୍କ ଗହଳି। ଏ ଦେଖନ୍ତୁ କ'ଣ ଗହଳି ଦେଖିପାରୁଥିବେ। ଦିବ୍ୟ ମୁହୂର୍ତ୍ତ ଆପଣମାନେ ଦର୍ଶନ କରନ୍ତୁ ଭିଡ଼ିଓ ମାଧ୍ୟମରେ। ଦେଖିପାରୁଥିବେ ଏପଟରେ ପ୍ରଭୁଙ୍କର ସ୍ନାନ ଯାତ୍ରା ଚାଲିଛି। ଆଉ ଭକ୍ତମାନଙ୍କର ଉତ୍ସାହ ଦେଖନ୍ତୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମୋ ସହିତ କିଛି ଭକ୍ତ ଅଛନ୍ତି, ପଚାରି ବୁଝିବା ମହାପ୍ରଭୁଙ୍କ ବିଷୟରେ। ମା କୋଉଠି ଆସୁଛନ୍ତି? କଟକରୁ। ଭଲରେ ଭଲ ଦର୍ଶନ ହେଇଗଲା ମହାପ୍ରଭୁ? ହଁ, ଜଗନ୍ନାଥଙ୍କୁ ଦର୍ଶନ ସରିଲାଣି। ବଳଭଦ୍ର ସୁଭଦ୍ରାରେ ଦେଖା ଦେଉନାହାନ୍ତି, ଦେଖିବା କେମିତି ସେ ଇଏରେ ଅଛୁ ଆଉ। କ'ଣ ଅନୁଭୂତି ରହିଛି ଆପଣଙ୍କର? ବହୁତ କିଛି ଅନୁଭୂତି ଅଛି। ଏଠି ଆସି ଯେଉଁ ପହଞ୍ଚିଛୁ ସେଇଟା ହେଉଛି ବଡ଼ ଅନୁଭୂତି। ତାଙ୍କ ବିନା ପତ୍ର ବି ହଲେନି। ତେଣୁ ଆମେ ଏଠି ପାଦ ପଡ଼ିଛି ମାନେ ସେଇଟା ଆମ ପାଇଁ କୋଟି ପ୍ରଣାମ। ଏତେ ଭିଡ଼ ଭିତରେ ଆସି ଠାକୁରଙ୍କ ପାଖରେ ପହଞ୍ଚି ପାରିଲେ କେତେ ଖୁସି ଲାଗୁଛି? ବହୁତ ଖୁସି ଲାଗୁଛି। ମୁଁ ତ ପ୍ରତିବର୍ଷ ଆସେ, ତାପରେ ବି ଏଇ ବର୍ଷ ବି ଆସିଛି। ଏମିତି ପ୍ରତିବର୍ଷ ଆସେ ଆମେ ଠାକୁର ସବୁବେଳେ ମୁଣ୍ଡିଆ ମାନେ ଡାକେ। ମୁଁ ଏମିତି ଲୀଳା ଲଗେଇ ରଖିଥାଉ। ସବୁ ବର୍ଷ ଆସୁଥିବି ଯାଉଥିବି, ସବୁ ଦର୍ଶନ ଦେଖୁଥିବି। ଆଉ ଥରେ ଗୁଣ୍ଡିଚା ଆସୁଛି, ମୋତେ କେମିତି ଆପଣଙ୍କ ଡୋରି ଲାଗିବି। ଆଉ ଥରେ ଗୁଣ୍ଡିଚାକୁ ଆସିବି, ଦେଖିବି। ମୋ ପିଲାମାନେ ସବୁ ଆସୁଛନ୍ତି, ଝିଅ ଜ୍ୱାଇଁ ଆସିଛନ୍ତି। ଆଉ ବଡ଼ ଝିଅ ଜ୍ୱାଇଁ ବି ସେ ବାହାରେ ରହୁଛନ୍ତି, ଲଣ୍ଡନରେ ରହୁଛନ୍ତି। ତାଙ୍କର ବି କହିଛନ୍ତି ମା ମୁଣ୍ଡିଆ ମାରିଦେବ, ଠାକୁରଙ୍କ ଦୀପ ଜଳେଇଦେବ। କ'ଣ ମାଗିଲି ଠାକୁରଙ୍କୁ? କ'ଣ? ହଁ, ମୁଁ କହିଲି ଯାହାଟା ମନ କଥା ସବୁ ଜଣେଇଲି। ଆଉ ପୁଅ ବୋହୂ ବି ଆଜି ଆସିବେ। ଏଇଭଳିଆ ଠାକୁରଙ୍କୁ କେମିତି ଭଲରେ ରଖନ୍ତୁ। ସମସ୍ତଙ୍କ ପିଲାମାନଙ୍କୁ ଘଣ୍ଟ ଘୋଡ଼େଇକି ରଖନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ। ଯିଏ ଯୁଆଡ଼େ ଯାଉଛନ୍ତି ଆସୁଛନ୍ତି ତାଙ୍କୁ ସେ ଜଗନ୍ନାଥ ଚକ୍ର ଆହୁଡ଼ାରେ ରଖୁଥାନ୍ତୁ। ମୁଁ ସବୁବେଳେ ଠାକୁରଙ୍କୁ ବର୍ଷକୁ 3-4 ଥର ପ୍ରାୟ ଆସେ। ଆଉ ଏତେ ଖରା ହେଉଛି, ଖରା କାଟୁନି? କିଛି ନା, ଖରା କାଟୁନି। ଆଉ ଠାକୁରଙ୍କୁ ଦେଖିଦେଲେ ଛାଇ ଲାଗୁଛି। କେତେ ବାଟରୁ ଚାଲି ଚାଲି ଆସିଲୁଣୁ, ତଥାପି କେମିତି ଦର୍ଶନ କରିବୁ। କାଲିଠୁ ଆମେ ଆସି ରହିଲୁଣୁ ଦର୍ଶନ କରିବାକୁ। ଇଏ ମୋ ସମୁଦୁଣୀ ହେବେ। ମଙ୍ଗଳ କରନ୍ତୁ, ଏଇଆ ତାଙ୍କ ପାଖରେ ପ୍ରାର୍ଥନା। ସମସ୍ତଙ୍କ ଭିତରେ ମୁଁ ଆଉ କିଛି କହିବାର ନାହିଁ। ଆଉ ସବୁ ସେ ଜାଣନ୍ତି, ଆଉ କିଛି କହିବାକୁ ପଡ଼ିବନି ହେଲା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ।